एकं नित्यं विमलमचलं सर्वाधि साक्षिभूतं भावातीतं त्रिगुणरहितं सद्गुरुं त्वं नमामि। हे आत्मन, संसार एमिति गोटे तत्व रही जहा अरूप निराकार। एइथिपाई से देखी हुए ना, शुणी हुए ना, स्पर्श करी हुए ना, शुंघी हुए ना, चाखी हुए ना मध्य। यह शुणी समस्ते भावन्ति यह वायु होइथिव सते, यह आकाश होइथिव सते, यह शून्य भली अभाव मात्र, किंतु यह शून्य नुहे कि वायु नुहे, अभाव मध्य नुहे। यह सबुठारु बृहत एवं प्रधान तत्व। सेई तत्व को सप्रेम जयजीव जनाई आरंभ करुछि सद्गुरुंकर पुस्तकरु सत्यवचनरु दुई पद। आमे आलोचना करी करी आसुछे जे सत्य ज्ञान केमिति सद्गुरु आमको आम भीतर को प्रवेश करिबा पाई सबु वेद वेदांतरु आनी आमको देउछंती, ताकू आमे ज्ञानर सहित उपलब्धिर सहित जदि आमे जानी जिबा तेबे ज्ञान रुते मुक्ति। जदि आम ज्ञान रु मुक्ति बोली जानिले आमे ही ज्ञानमय होई जिबा। तेणु सद्गुरुंकर ये प्रयास जे से एते गुड़िए पुस्तक रचना करिछंती, साधना देइछंती निजको साध्य करिबा पाई, सत्संग देइछंती जे आमे समस्ते एकाठी मिलित होई समस्तंकर अनुभूतिर ज्ञान, पुस्तक अनुभूति ज्ञान तथा निजर अनुभूति ज्ञान को बांटी समस्ते ज्ञानमय होई जिबा पाई। तेणु वैषयिक दर्शन सद्गुरु गोटे सूत्र कहउछंती जे कारण गुणपूर्वक कार्य गुण दृष्ट। उपादान कारण गुण अनुसारे कार्यर गुण होइथाए। जेमिति माटीर घड़ा बा माठिया माटीर गुण अनुसारे होइथाए। माटियाटी देखिले आमे जेबे माठियाटी देखु तो ताकू आमे कही थाऊ ये माटी रे निर्मित। तेणु आमे जेबे संसार को देखु, ये जगत को देखु, आमे संसार को ईश्वरंक ठारू उत्पन्न बोली कही पारिबा कि तार गुण आउ स्वभाव आउ कर्म कौन ईश्वरंक सहित मिसुछि? सद्गुरु यार उत्तर दबाकू जाउछंती जे संसार प्रकृत रे सृष्टि केमिति होइछि। सद्गुरु कहउछंती जे माठियाटी माटी रे तैयारी, यार गुण आउ कर्म तार जना पड़ुछि, किंतु ईश्वरंक गुण बा स्वभाव संसार रे किछि जना पड़ु नाही। काई आमे देखुचे जे संसार विनाशशील, किंतु ईश्वर अविनाशी। संसार दृश्यमान, किंतु ईश्वर अदृश्य निराकार। संसार ईश्वर अजर। आमे जो गुण आउ उपादान ये सबू ईश्वर सिद्ध
ହେଉନାହିଁ ଯେ ଈଶ୍ୱରଙ୍କ ପିତା କିଏ, ଯେମିତି ଆମେ ଆଲୋଚନା କରିଥିଲେ ଗତ ଥର, ଯେ ବିନା ପିତାରେ କେହି ଉତ୍ପନ୍ନ ହୋଇନାହାନ୍ତି। କାରଣ ଭାବାତ୍ କାର୍ଯ୍ୟ ଭାବ, କାର୍ଯ୍ୟର ହିଁ କାରଣ ହୋଇଥାଏ। ସଂସାର ଦୃଶ୍ୟବାନ କିନ୍ତୁ ଈଶ୍ୱର ଅଦୃଶ୍ୟବାନ। ସଂସାର ଦୃଶ୍ୟବାନ ହୋଇଥିବାରୁ ଆମେ ପ୍ରତ୍ୟକ୍ଷ କରିପାରୁଛେ। ଆମେ ସଂସାରକୁ କହିପାରିବା ନାହିଁ ଯେ ସଂସାର ନାହିଁ। ସମସ୍ତେ ଦେଖୁଛନ୍ତି ସଂସାର ଅଛି, ଆମେ ବି ସଂସାର ଭିତରେ ଚଳୁଛନ୍ତି। ଆମେ କେମିତି ପ୍ରମାଣ କରିବା? କିନ୍ତୁ ସଦ୍ଗୁରୁ ବେଦାନ୍ତର ପ୍ରମାଣ ଅନୁସାରେ କହୁଛନ୍ତି ଯେ ଦେଖ, ଏ ସଂସାର ଅଛି ବୋଲି କହୁଛି କିଏ? ଯଦି ଗୋଟିଏ ଚେତନ ଆତ୍ମା ନଥାନ୍ତା ତେବେ ସଂସାର ଅଛି ବୋଲି କିଏ କହନ୍ତା? ମୁଁ ଅଛି ବୋଲି ଏ ସଂସାର ପ୍ରତୀତ ହେଉଛି। ସଂସାରର ପ୍ରତ୍ୟକ୍ଷ ପ୍ରମାଣ ଦେବାକୁ ସଂସାର କହିପାରିବ ନାହିଁ ମୁଁ ଅଛି। ଯେମିତି ଗୋଟିଏ ଟେବୁଲର ଉଦାହରଣ ନେବା, ଯେ ଗୋଟିଏ ଟେବୁଲ କହିପାରେ ନା ମୁଁ ଏଇଠି ଅଛି। ସେମିତି ବେଦାନ୍ତ ମତରେ ରଜ୍ଜୁ ଯଥା ସର୍ପ ଭ୍ରମ। ଦଉଡ଼ି ହେଲା ନିମିତ୍ତ ଉପାଦାନ। ଝାପ୍ସା ଆଲୋକ, ଅଳ୍ପ ଅନ୍ଧାର ଅଳ୍ପ ଆଲୋକ ହୋଇଛି, ଦେଖାଯାଉ ନାହିଁ ସେ ଦଉଡ଼ି ନା ସାପ। ମରୀଚିକା ଦେଖାଯାଉଛି ଜଳ ସଦୃଶ, କିନ୍ତୁ ସେ ଜଳ ନୁହେଁ। ସେମିତି ସଂସାର ଦୃଶ୍ୟମାନ ହେଉଛି ଯେ ଏ ସଂସାର, ଏହାକୁ ସତ୍ୟ ବୋଲି ପ୍ରମାଣ ହେଉଛି କାହା ଦ୍ୱାରା? ନା ଚେତନ ଆତ୍ମା ଦ୍ୱାରା। ଚେତନ ଆତ୍ମା ନଥିଲେ ସଂସାରକୁ କେହି ପ୍ରମାଣ କରିପାରନ୍ତେ ନାହିଁ। ଏ ରଜ୍ଜୁ ଯଥା ସର୍ପ ଭ୍ରମ। ଆମେ ଦଉଡ଼ିକୁ ଦେଖି ଯେମିତି ସର୍ପ ବୋଲି ଭାବୁ, ଆଲୋକ ପଡ଼ିଗଲେ ଦେଖୁ ଯେ ନାଇଁ, ଏ ତ ଦଉଡ଼ି, ଏ ସର୍ପ ନୁହେଁ। ଆମେ ନିର୍ଭୟରେ ତା ଉପରେ ପାଦ ପକାଇ ଚାଲିଯାଉ। ସେମିତି ଏଠି ସଦ୍ଗୁରୁଙ୍କର ଜ୍ଞାନ ଆମକୁ ସଂସାରର ଅସତ୍ୟତା ପ୍ରମାଣ କରୁଛି। ତେବେ ଯୋଗ ବଶିଷ୍ଠରେ ଶ୍ରୀରାମକୁ ବଶିଷ୍ଠ ବି ବୁଝଉଛନ୍ତି, ବହିର୍ମୁଖୀ ହେଲେ ପ୍ରାଣୀ ସଂସାର ଭାସୁଛି, ଅନ୍ତର୍ମୁଖୀ ଯେବେ ହୋଇ ଅସଂସାରେ ଅଛି। ବହିର୍ମୁଖ ହେଲେ ପ୍ରାଣୀ ସଂସାର ଭାସୁଛି, ଅନ୍ତର୍ମୁଖୀ ଯେବେ ହୋଇ ଅସଂସାରେ ଅଛି। ରଘୁବୀର ତିଣି ଗଲେ ଭ୍ରମ ତୁଟେ ତାର। ଅନ୍ତର୍ମୁଖୀ ଯେବେ ହେବ, ଯେତିକି ଯେତିକି ସାଧନା ସ୍ତରରେ ଆମେ ଅନ୍ତର୍ଜଗତକୁ ଯାତ୍ରା କରିବା, ଏହି ବହିର୍ମୁଖୀ ସଂସାର ଆମ ପାଇଁ ସେତିକି ସେତିକି ଅସତ୍ୟ ପ୍ରମାଣ ହେବ। ଭ୍ରମ ତୁଟିଯିବ। ଆଉ ଗୋଟିଏ ପଦ ନେଲେ, କିଛି ନାହିଁ ସଂସାରରେ ଅଛି ଅସଂସାରେ, ଭେଦି ଗୁରୁ କୃପା ବଳେ କେ ବା ଜାଣିପାରେ। କିଛି ନାହିଁ ସଂସାରରେ ଅଛି ଅସଂସାରେ, ଭେଦି ଗୁରୁ କୃପା ବଳେ କେ ବା ଜାଣିପାରେ। ଏହା ବିନା
କେବେ ଦୂର ନୁହଁ ବାସନା ଏହା ବିନା କେବେ ଦୂର ନୁହଁ ବାସନା। ବିଷୟ ବାସନାରେ ଅନ୍ଧ ହୋଇ ସମସ୍ତ ସତ୍ୟକୁ ପ୍ରାଣୀ ଭୁଲି ବସିଛି। ପଞ୍ଚ ଇନ୍ଦ୍ରିୟ ଦ୍ୱାରା ପଞ୍ଚ ବିଷୟ ଭୋଗ କରି 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 ସଂସାରକୁ ସତ୍ୟ ମାନି ବସିଛି ପ୍ରାଣୀ। ସେ ଗୁରୁଙ୍କର ଜ୍ଞାନକୁ ଅନୁଭବରେ ଆଣିପାରୁନାହିଁ। ତେଣୁ ଯେତେବେଳେ ସଦ୍ଗୁରୁ ଜୀବନକୁ ଆସନ୍ତି ସମସ୍ତ ଅନ୍ଧକାର ଦୂରୀଭୂତ କରିବା ପାଇଁ, ସେଇ ଅଳ୍ପ କିଛି ପୁଣ୍ୟ କୋଟି କୋଟି ଜନ୍ମରେ ଯଦି ସଞ୍ଚିତ ହୋଇଛି, ତେବେ ସେ ନିଜେ ନିଜକୁ ଅନୁଭବ କରି ନିଜର ଈଶ୍ୱରତ୍ୱକୁ ପ୍ରମାଣ କରିପାରେ। ତେବେ ଆସନ୍ତୁ ଆମେ ଏମିତି ସତ୍ୟ ଜ୍ଞାନ ଆଲୋଚନା କରି କରି ଆମେ ନିଜକୁ ଈଶ୍ୱର ଅଭିମୁଖେ ଯାତ୍ରା କରିବା। ଆମେ ମନୁଷ୍ୟରୁ ଦେବତା ହେବାକୁ ଆସିଛନ୍ତି। ସଦ୍ଗୁରୁ ମଧ୍ୟ ସେହି ଜ୍ଞାନ ଆମକୁ ଦେଲେ। ସାଧନା ସତ୍ସଙ୍ଗ ସ୍ୱାଧ୍ୟାୟ ଫଳରେ ଆମେ ନିଜ ନିଜକୁ ଊର୍ଦ୍ଧ୍ୱଗାମୀ କରାଇବା। ଆଜି ପାଇଁ ଏତିକି। ସପ୍ରେମ ଜୟ ଜୀ।